ଶ୍ରୀ ସାଇ ଟୀକା ଶ୍ରୀ ସାଇ ସच्चରିତ ସଂକ୍ଷିପ୍ତ ସାର। ଚତୁର୍ଦ୍ଦଶ ଅଧ୍ୟାୟ। ଋତନ ୱାଦିଆଙ୍କ କଥା ଶୁଣନ୍ତୁ ଜ୍ଞାନୀ ସାମରଥା। ଧନ ସମ୍ପତ୍ତି ଥିଲା ଭଲ, ନଥିଲେ କୂଳରେ କୁମର। ଦାସଗଣଙ୍କ ଉପଦେଶେ ଶିରିଡ଼ି ଗ୍ରାମକୁ ସେ ଆସେ। ଫୁଲର ମାଳି ଫଳ ଝୁଡ଼ି ଦେଇ ବାବାଙ୍କ ପାଦେ ପଡ଼ି ଅନ୍ତରେ ମିନତି ସେ କଲେ, ମୋ ବଂଶ ରକ୍ଷା ହେଉ ଭଲେ। ବାବା କରୁଣା କଲେ ତାଙ୍କୁ 5ଟି ଟଙ୍କା ଯେ ମାଗିଲେ। ପୁଣି ସେ କହିଲେ ଆଶ୍ୱାସୀ, ପୂର୍ବୁ ଦକ୍ଷିଣା ପାଇଅଛି। 3 ଟଙ୍କା 14 ଅଣା ପୂର୍ବରୁ ନେଇଛି ମୁଁ ଜଣା। ବାକ ଦକ୍ଷିଣା ଏବେ ଦିଅ, ପୁତ୍ର ହୋଇବ ଘରେ ଯାଅ। ଋତନ ବିଶ୍ୱାସ ନ ଯାଆନ୍ତି, ଶିରିଡ଼ି ମାଟି ଦେଖୁଛନ୍ତି। ଆଗରୁ ଆସି ତ ନଥିଲେ, ବାବାଙ୍କୁ ଜାଣି ବି ନଥିଲେ। କିପରି ଦେଲେ ସେ ଦକ୍ଷିଣା, ବୁଝି ନ ପାରି ହେଲେ ବଣା। ଦାସଗଣୁ ବି ଆଚମ୍ବିତ, ବାବାଙ୍କ କଥା ନିଶ୍ଚୟ ସତ। ପରେ ପଡ଼ିଲା ତାହା ଜଣା, ଶିରିଡ଼ି ପୂର୍ବର ଘଟଣା। ଏକଇ ସାଧୁ ଆସିଥିଲେ, ଋତନ ସେବା ନେଇଥିଲେ। 3 ଟଙ୍କା 14 ଅଣା ନେଇ ନ ଥିଲେ ସେ ଦକ୍ଷିଣା। ବାବା ତ ଅଟନ୍ତି ସର୍ବଜ୍ଞ, ସତ୍ୟ ପୁରୁଷ ପରମ ବ୍ରହ୍ମ। ସେଇ ଦକ୍ଷିଣା ବାବା ନେଲେ, ଆଶିଷ ଋତନକୁ ଦେଲେ। କାଳେ ଜନ୍ମିଲା ତାଙ୍କ ପୁତ୍ର, ଋତନ ମନ ଆନନ୍ଦିତ। ହରି ବିନାୟକଙ୍କ କଥା ସେଇ ପ୍ରକାର ଅଟେ ଯଥା। ପତ୍ନୀ ତାହାର ନାଶ ହେଲା, ପୁତ୍ରର ମୁଖ ନ ଦିଶିଲା। ଦ୍ୱିତୀୟ ପତ୍ନୀ ଉଦରରୁ, ବାବାଙ୍କ ଦୟାର ଉଦ୍ଦାରୁ। ପୁତ୍ର ଯେ କନ୍ୟା ହେଲା ଜାତ, 60ର ପ୍ରତି ଊର୍ଦ୍ଧ୍ୱଗତ। ବାବା ଯେ ଦକ୍ଷିଣା ମାଗନ୍ତି, ଭକ୍ତଙ୍କୁ ଋଣ ମୁକୁଳାନ୍ତି। ଦାନ ଦକ୍ଷିଣାର ମହତ୍ତ୍ୱ ଭକ୍ତଙ୍କୁ ବୁଝାନ୍ତି ସତତ। କେବେ ସେ ଦକ୍ଷିଣା ଛଳରେ, ମାଗନ୍ତି ସାତ୍ତ୍ୱିକ ଦାନରେ। ଦକ୍ଷିଣା ଧନ ବଣ୍ଟା ହୁଏ, ସାଇଙ୍କ ହାତରେ ନ ରହେ। କହନ୍ତି ମୁହିଁ ତ ଫକୀର, ଏ ଧନ କିସ ହେବ ମୋର। ଗଞ୍ଜେଇ ଟିକେ ମୋର ଲୋଡ଼ା, ଦୀପରେ ତେଲ ହୁଏ ବଢ଼ା। ଧୂନି ଜୁଳିଆ ପାଇଁ କାଠ, ବଳକା ଦକ୍ଷିଣାକୁ ବାଣ୍ଟ। କାଫନି କଉପୁନି ଧରି, ଟିଣ ପାତ୍ରରେ ଖାଦ୍ୟ ଭରି। ଫକୀରି ମୋହର ଏ ଚିହ୍ନ, ଏ ମୋ ସମ୍ପତ୍ତି ଅକଳନ। ଅଧିକା ଧନ କିବା ହେବ, ଗରିବେ ବାଣ୍ଟି ଦିଅ ସର୍ବ। ଭକ୍ତଙ୍କର ମଙ୍ଗଳର ପାଇଁ, ଦକ୍ଷିଣା ନେଉଥିଲେ ସାଇ। ଚତୁର୍ଦ୍ଦଶ ଏ ଅଧ୍ୟାୟରେ ବର୍ଣ୍ଣିତ ହେଲା ବୁଝ ନରେ। କହଇ ଶୋଭା କର ଦାସ, ମୁଁ ତୁମ୍ଭ ଦାସଙ୍କର ଦାସ। ଓମ୍ ସାଇରାମ।